নারায়ণ পরাক্ষরা হরিনারায়ণ পরাদেবা নারায়ণ পরাক্ষরা নারায়ণ পরাদেবা হরিনারায়ণ পরামুক্তি নারায়ণ পরামুক্তি প্রভু নারায়ণ পরাঙ্গতি রাম নারায়ণ অনন্ত মুকুন্দ মধুসূদন রাম নারায়ণ অনন্ত মুকুন্দ মধুসূদন কৃষ্ণ কেশব কংসারে হরে বৈকুণ্ঠ বামন কৃষ্ণ কেশব কংসারে হরে বৈকুণ্ঠ বামন হরে মুরারে মধু কৈঠভারে হরে মুরারে মধু কৈটভারে গোবিন্দ গোপাল মুকুন্দ সৌরে গোবিন্দ গোপাল মুকুন্দ সৌরে প্রভু যজ্ঞেশ নারায়ণ কৃষ্ণ বিষ্ণু জগেশ নারায়ণ কৃষ্ণ বিষ্ণু নিরাশ্রয় মাং জগদীশ রক্ষ নিরাশয় মাং জগদীশ রক্ষ হরে কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে হরে প্রভু হরে কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 শ্রীকৃষ্ণ চৈতন্য প্রভু নিত্যানন্দ হরে কৃষ্ণ হরে রাম শ্রী রাধে গোবিন্দ শ্রীকৃষ্ণ চৈতন্য প্রভু নিত্যানন্দ হরে কৃষ্ণ হরে রাম শ্রী রাধা গোবিন্দ হরে শ্রীকৃষ্ণ চৈতন্য প্রভু নিত্যানন্দ হরে কৃষ্ণ হরে রাম শ্রী রাধে গোবিন্দ শ্রী কৃষ্ণ চৈতন্য প্রভু নিত্যানন্দ হরে কৃষ্ণ হরে রাম রাধা গোবিন্দ ভজন নিতাই গৌর রাধে শ্যাম হরে কৃষ্ণ হরে রাম নিতাই গৌর রাধে শ্যাম হরে কৃষ্ণ হরে রাম ভজন নিতাই গৌর রাধে শ্যাম হরে কৃষ্ণ হরে রাম নিতাই গৌর রাধে শ্যাম হরে কৃষ্ণ হরে রাম ভজন নিতাই গৌর রাধে শ্যাম হরে কৃষ্ণ হরে রাম নিতা ভজন নিতাই গৌর রাধে শ্যাম হরে কৃষ্ণ হরে রাম ভজন নিতাই গৌর রাধে শ্যাম হরে কৃষ্ণ হরে রাম নিতাই গৌর রাধে শ্যাম ভজন নিতাই গৌর রাধে শ্যাম হরে কৃষ্ণ হরে রাম নিতাই গৌর রাধে শ্যাম ভজন নিতাই গৌর রাধে শ্যাম হরে কৃষ্ণ হরে রাম নিতাই গৌর রাধে শ্যাম ভজন নিতাই গৌর রাধে শ্যাম হরে কৃষ্ণ হরে রাম নিতাই গৌর ভজন নিতাই গৌর রাধে শ্যাম হরে কৃষ্ণ হরে রাম নিতাই গৌর রাধে শ্যাম ভজন নিতাই গৌর রাধে শ্যাম হরে কৃষ্ণ হরে রাম। পরমারাধ্য বিশ্বনিয়ন্তা বিশ্বকর্তা বিশ্বচিন্তামণি জগদীশ্বর সেই লକ୍ଷ୍ମୀନାରାୟଣଙ୍କର ପବିତ୍ର ପୀଠରେ ଗୁଡ଼ୁପୋଖରୀ ଶିବପୁର ତଥା ଆଖପାଖ ଗ୍ରାମର ସହଯୋଗିତାରେ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ এই ପାଲା ଦରବାର ସତ୍ୟନାରାୟଣଙ୍କର ନ୍ୟାୟ ଦରବାରରେ
এই ଛୁଆ ଆଜି ପାଲାର କାହିଁକି ପାଟି କରୁଛ ଆଗ ତ ପଇସା ନ ତୁ ରାଉ ରାଉ ହଉଛୁ ତମେ କାହିଁକି ବିନା ପଇସାରେ ପାଟି କରୁଛ ଏଇବା ତା- ମଧ୍ୟମ ରଜନୀ କିଛି ବୁଝିପାରୁନି ଏ ପୁଅ ଆଜି ହଉଛି ନାମଯଜ୍ଞ। ଆଜ୍ଞା ଏଇ ଉଦ୍ଦେଶ୍ୟରେ ଆଜ୍ଞା ଆଜ୍ଞା ସତ୍ୟ ତ୍ରେତା ଦ୍ୱାପର କଳି କଳି ଚାରି ଯୁଗର ନାମ ମୁଁ ସଂକୀର୍ତ୍ତନ କରିଛି। ଭେରି ଗୁଡ ଭେରି ଗୁଡ ଭେରି ଗୁଡ ଭେରି ଗୁଡ୍ ନା ଭେରି ଗୁଡ୍ ହଁ ସେଇଆ ଆଉ ଅଦ୍ୟ ରଜନୀରେ ସଭାମଣ୍ଡନ କରିଥିବା ଆଜ୍ଞା ମୋର ପରମ ପୂଜ୍ୟ ପୂଜାର ଆସନ ଅଧିକାରୀ ଅଧିକାରୀ ବରେଣ୍ୟ ବରେଣ୍ୟ ଗୁରୁକଳ୍ପ ପିତୃକଳ୍ପ ସମସ୍ତ ସାଧୁ ସନ୍ଥ ଜ୍ଞାନୀ ମଣ୍ଡଳୀ ଆଜ୍ଞା ଏବଂ ସ୍ନେହମୟୀ କଲ୍ୟାଣମୟୀ ମାତୃସ୍ଥାନୀୟ ମୋର ମା ଭଉଣୀ ଶ୍ରଦ୍ଧେୟ ଛୋଟ ଛୋଟ ପୁଅ ଝିଅ ଭାଇ ଭଉଣୀ ସମସ୍ତଙ୍କୁ ଆମର ଯଥାମାନ୍ୟ ଅର୍ପଣ କରି ଶ୍ରୀ ଶ୍ରୀ ନୀଳାଚଳ ନିଖିଳ ଉତ୍କଳ ମା ସତ୍ୟଭାମା ପାଲା ଅନୁଷ୍ଠାନ ଶୋଷ କେନ୍ଦୁଝର ମୋର କର୍ମକର୍ତ୍ତାମାନଙ୍କ ତରଫରୁ ଆପଣମାନଙ୍କ ଚରଣ କମଳରେ ଅନନ୍ତ କୋଟି ପ୍ରଣାମ। ପାଲାର ମଧ୍ୟମ ରଜନୀରେ ଏହି ଦିନ ଅକିଞ୍ଚନ ମୂର୍ଖ ଅଜ୍ଞାନ ଆପଣମାନଙ୍କ ପରି ପଣ୍ଡିତମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୁଁ ମନ ବଳେଇଛି ପଦଟିଏ ମନ ଶିକ୍ଷା ମୁଁ ଗାଇବି। କାରଣ ଜଗତରେ ଯେତେ ଯାନ ଅଛି ଆଜ୍ଞା ହଁ ଜାନ ଆକାଶରେ ଉଡୁଥିବା ବିମାନ ଆଜ୍ଞା ଉଡାଜାହାଜ ହେଲିକପ୍ଟର ଆଉ ଏ ମାଟିରେ ଚାଲୁଥିବା ଅନେକ ଗାଡ଼ି ଘୋଡ଼ା ଜଳରେ ଯାଉଥିବା ପାଣି ଜାହାଜ ଆଜ୍ଞା ଯେତେ ପ୍ରକାର ଯାନ ଅଛି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ସବୁଠାରୁ ଦ୍ରୁତଗାମୀ ଯାନ କୋଉଟା? ଏଟା ହଉଛି ଝିଣ୍ଟିକା ଟିକା ଝିଣ୍ଟିକା ସବୁଠାରୁ ଶୀଘ୍ର ଯିବା ଗାଡ଼ି ତା ନାଁ କ'ଣ ବାପା? ଆମ ମୁଖ୍ୟ ଦର୍ଶକ କାଲିଠାରୁ ଅଛ ତମେ କଣ ଟେମ୍ପୁ ନା ସେ ହେଉଛି ଆମର ମନ। ମନଟା ଏତେ ଅସ୍ଥିର ଏତେ ଦ୍ରୁତଗାମୀ ଆଜ୍ଞା ତାକୁ ସ୍ଥିର କରିବାଟା ଆଜ୍ଞା ଭାରି କଷ୍ଟ କଷ୍ଟ ଆଜ୍ଞା କଷ୍ଟ କଥା ନାଇଁ। ହଁ ଆଜ୍ଞା ଯେତେବେଳେ ଆମେ ହରିକଥା ଶୁଣିବା ପାଇଁ ହରିକଥା ଜାଣିବା ପାଇଁ ଗୀତା ଭାଗବତ ପଢ଼ିବା ହରିକଥା ଶୁଣିବା ସତ୍ସଙ୍ଗରେ ବସିବା ପାଲା ଶୁଣିବା ଭାରି କଷ୍ଟ ସମସ୍ତଙ୍କ ପାଇଁ କଷ୍ଟ ନାଇଁ। ହଁ ଆଜ୍ଞା ତଥାପି ଏ ଅସ୍ଥିର ମନକୁ ସ୍ଥିର କରିବା ପାଇଁ ଆମେ ଯେତେବେଳେ ଅବସର ନେଇଛନ୍ତି ଆଜି ପବିତ୍ର ରଜ ରଜ କହିଲେ ମା ଧରିତ୍ରୀ ଆମର ପୃଥିବୀ ମାତା ରଜସ୍ୱଳା ହେଇଛନ୍ତି ସମସ୍ତ କାର୍ଯ୍ୟରୁ ଆମେ ବିରତି ନେଇ ଟିକେ ବିଶ୍ରାମ ଅନୁଭବ କରୁଛନ୍ତି। এই ଅବସର ମନକୁ ଅସ୍ଥିର ମନକୁ ସ୍ଥିର କରିବା ପାଇଁ ମୁଁ ପଦଟିଏ ମନ ଶିକ୍ଷା ମଙ୍ଗଳାଚରଣ ଗାଉଛି। ଭେରି ଗୁଡ ଗାନ୍ତୁ ତୁ କ'ଣ ମୋତେ ସାର୍ଟିଫିକେଟ୍ ଦେବୁ? ନା ଆଜ୍ଞା ମୁଁ କହୁଛି ଗାନ୍ତୁ ମୁଁ କଲା ଶୁଣରେ ମନ ସାରସ କିରେ ଅଜାନା ତୁଣି ରହସ୍ୟ କିରେ ଶୁଣରେ ହେ ମନ ସାରସ ଅଜା ନାତୁଣୀ ରହସ୍ୟ। ଆଜି ଆମେ ଅଜା ନାତୁଣୀଙ୍କ କଥା ଟିକେ କଥାବାର୍ତ୍ତା ହବା ନାଇଁ। ଆଚ୍ଛା ଅଜା ବଡ ନା ନାତୁଣୀ ବଡ? ଅଜା ବଡ ଜଗତରେ ବୟସରେ ଅଜା ବଡ ହେବେ ନାତୁଣୀ ସବୁବେଳେ ସାରେ ସାନ କିନ୍ତୁ ଓଲଟା କଥା ଆଜି ଟିକେ ଆଲୋଚନା ହବ। କହିଲା ଅଜାକୁ 5 ବରଷ ନାତୁଣୀ 25 ବର୍ଷ ଅଜାକୁ 5 ବରଷ ନାତୁଣୀ 25 ବର୍ଷ ରେ ଅଜାକୁ 5 ବରଷ ନାତୁଣୀ 25 ବର୍ଷ ଅଜାକୁ 5 ବରଷ ନାତୁଣୀ 25 ବର୍ଷ ନାତୁଣୀ ପ୍ରେମରେ ପଡ଼ି ନାତୁଣୀ ପ୍ରେମରେ ପଡ଼ି ଆଜି ନାତୁଣୀ ପ୍ରେମରେ ପଡ଼ି ନାତୁଣୀ ପ୍ରେମରେ ପଡ଼ି ଅଜା ହେଲା ଗର୍ଭବାସ ଶୁଣରେ ମନ ସାର କିରେ ଅଜା ନାତୁଣୀ ରହସ୍ୟ
ଅଜାକୁ ବୟସ ହଉଛି 5। ଏ ବସୁଧା ତୁ ଫାଟି ଯା ସେ ଗଳି ପଡ ତୁ ମୁଁ ବଞ୍ଚି ଯାଏ କଣ୍ଡରା ପିଲା କଣ ଛୁଆ ଦେଲେଣି ଓ ମାଇ ରୋଡ 5 ବର୍ଷର ଅଜା ଆଜ୍ଞା 25 ବର୍ଷର ନାତୁଣୀ ନାତୁଣୀ ତାଙ୍କ ଭିତରେ ସାରେ ପ୍ରେମ ହେଲା। ଜଗନ୍ନାଥ ଏ ଯୋଉ ପ୍ରେମ ହେଲା ଏ ପ୍ରେମର ଫଳ କଣ ହେଲା ସାରେ କଣ ହେଲା ଅଜା ଗର୍ଭବାସ ହେଲା। କଣ୍ଡରା ପିଲା ପୁଣି ଛୁଆ ଜନ୍ମ କରିବ ଗୋଟେ ନୁହଁ ଆଉ 2ଟା ନୁହଁ ଅଜା ଗର୍ଭରେ କେତେଟା ଛୁଆ ଅଛି ଶୁଣ କଲା ଗର୍ଭରୁ ହେବେ ଜନମ 6ଟି କୁମାର ଜାଣ ଗର୍ଭରୁ ହେଲେ ଜନମ 6ଟି କୁମାର ଜାନ ଗର୍ଭରୁ ହେବେ ଜନମ 6ଟି କୁମାର ଜାଣ ଗର୍ଭରୁ ହେବେ ଜନମ 6ଟି କୁମାର ଜାନ ଅଜା ଗର୍ଭରୁ 6ଟା ପୁଅ ଜନ୍ମ ହେବେ ଝିଅ ହେଲେନି ନା ବୁଢା ପୁରା ସେଞ୍ଚୁରୀ ମାରଛି ହାଫ ସେଞ୍ଚୁରୀ ଗୋଟେ ନୁହଁ 2ଟା ନୁହଁ 3 ନୁହଁ 6ଟା ପୁଅ ଜନ୍ମ ହେବେ ପୁରା ଛଅ ମାରି ଅଜା ଗର୍ଭରୁ ଜନ୍ମ ସିନା ହେଲେ ହଁ କିନ୍ତୁ ଲାଭ କଣ ହେଲା କଣ ହେଲା ଲାଭ କଲା ଏ 6ଟି କୁମାର ମଲେ 6ଟି କୁମାର ମରେ 6ଟି କୁମାର ମଲେ 6ଟି କୁମାର ମରେ ଏ 6 ପୁଅଙ୍କୁ ମରିବାକୁ ପଡିବ ଯଦି ନ ମରିବେ 6ଟା କୁମାର ମଲେ ମରିଗଲେ କଲା ପାଇବୁ ତୁ ସ୍ୱର୍গে ବାସ ସୁନରେ ମନସା କଲା ଅଜା ନାତୁଣୀ ରହସ କଲା ଅଜା ନାତୁଣୀ ରହସ ଆଉ ଡେରି କରନି ବସି ପଡ ରାଜୁ ଏସା ତମେ ବସ ପାଟି କରୁଛ ଓଏ ଓଏ ରାଜୁ ଭାରି ଝଗଡ଼ା ତମେ ବସ କେତେ ରାଉ ରାଉ ହଉଛୁ ଗଲି ଅବେ ହେବେ ସେଇ କାମ ରାଜକିଶୋର ରାଜକିଶୋର ମୋର ଜ୍ଞାନୀ ମାନେ ବସିଛନ୍ତି ଆଜ୍ଞା ଆଜି ମା ମାନଙ୍କ ସଂଖ୍ୟା ଟିକେ ଅଧିକ ଅଛି ଏ ବାପା ଏ ଧନ ଏ ବାପା ଏ ବେଲୁନ ବାଲା ତାର ବନ୍ଦ ନାହିଁ ସେ ସିନା ଶୁଣିଲେ ବନ୍ଦ ହବ ଅନୁଷ୍ଠ ବସି ହଉ 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 ଆଜ୍ଞା କଣ କହିଲେ ଆଜି ହଁ 5 ବର୍ଷର ଅଜା 5 ବର୍ଷ ତ ମୋ ମାଇଣ୍ଡ ଡିଷ୍ଟର୍ବ ହେଇଗଲାଣି କଣ ମାଇଣ୍ଡ ଡିଷ୍ଟର୍ବ ହେଲା 5 ବର୍ଷ ଅଜା ନାତୁଣୀ ହଉଛି 25 ବର୍ଷ ହୁଁ କେମିତି କଣ ହେଲା ମୁଁ କିଛି ବୁଝିପାରୁନି ଅଧା ବୟସ 25 ଏକରେ ଚଳିଥାନ୍ତା ଯେତେକ ସାରେ ଓଲଟା କଥା ରହିଛି ଏ ଜଗତରେ এইগুড়াক বাহ্য জগতের সমাধান হয়ে পারিবনি জগত হচ্ছে 2 ଦୁଇ গোটে বাহ্য জগত গোটে অন্তর জগত ଅନ୍ତର୍ଗତ সবু হচ্ছে সংসারের 2 ଦୁଇ କଣ କଣ ଆଜ୍ଞା তমে 2 କିଏ ଦୁଇ তুমে 2 ମୁଁ ଦୁଇ আজ্ঞা ମୁଁ ମୋ ସ୍ତ୍ରୀ না তো স্ত্রী আউ জনে ଆଉ ଜଣେ আমি এটি যেতেক বসিছন্তি জগতর সারে 2 তত্ত্ব উপরে মু কହୁছি ଦୁଇ ତତ୍ତ୍ୱ କଣ କଣ এ ছুয়া ଏଇ, এই ছুয়া পার্টি যদি করিব না না বস বস ଥାଉ ଥାଉ বসন্তু বসন্তু পার্টি যদি করিব আপা চুপিকি বস মো ধন দূরে কি বস সে ছুয়াঙ্ক স্বভাব সার সেইয়া আমি কোন করিবা বস ছুয়ালো পাটি আমি সমস্ত দিনে ছোট থিলে পণ্ডিত না সিয়াড়ি যাবিনি ভুল হয়ে যাব রাস্তা ছুয়া পাটি শুণ তুমি মানে বসিকি শুণ তম মানে দেশর ভবিষ্যৎ পালা তুমি শুণ পালা হচ্ছে লোক শিক্ষা আমি ইয়া ভিতর কোন শিখিবা মজা তো পাইবা আনন্দ নবা তা ভিতরে অনেক শিক্ষা রয়েছে কোন শিখিবা টিকে দেখিবা ଦେଖିବା আম শরীরটা কেমিতি সার আগে 2 মু সে বিষয়ে কହୁছি আজ্ঞা ଆସନ୍ତୁ ଦେଖିବା ପଦେ তম না কোন ମୋ ନାଁ ରାଜୁ ରାଜୁ ମିଶ୍ର তম না হচ্ছে রাজু মিশ্র ଆଜ୍ଞା আচ্ছা রাজু মিশ্র তুমি টিকে আগকু আস ଆଗକୁ ଆସିଲି ଆଜ୍ଞା রাজু মিশ্র কিয়ে ମୁଁ ଆଜ୍ଞା ଆପଣଙ୍କ ଆଗରେ ଖଡ଼ା
ଛିଡ଼ା 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 ଆପଣମାନେ ଯେତେକ ସାରା ଏ ସଭାରେ ଅଛନ୍ତି ଜ୍ଞାନୀ ସଜ୍ଜନ ସାଧୁ ସନ୍ଥ ହଁ ହଁ ଗୁଣ ବିବେକୀ ମହୋଦୟ ହଁ ମୋ ମା ମାନେ ଆପଣମାନଙ୍କର ଗୋଟେ ଗୋଟେ ନାଁ ଅଛି 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 ନା ନା ନାହିଁ ଅଛି ଜଗତରେ ଚିହ୍ନିବା ପାଇଁ ହଁ ସାରେ ଆମକୁ ଗୋଟେ ନାଁ ଦିଆଯାଇଛି ଆଜ୍ଞା ସେ ନାଁଟା ଯଦି ସାରେ ଆମେ ଦେହରେ ଖୋଜିବା ସେ ନାଁ ଆମ ଦେହରେ ନାହିଁ ନା ମିଳିବନି ମିଳିବନି ମିଳିବ କେମିତି ସାର୍ ମତେ ଦେଖେଇଲୁ ରାଜୁ ମିଶ୍ର କାହିଁ ଆଉ ଯୋଉ ଡାକୁଥିଲେ ପାଲା ଯେ ହାଇଲାଇଟ ହବ ହୁଁ ଗାୟକ ବିପିନ ବିହାରୀ ନାୟକ ହୁଁ ହଲଚଲ ମଚି ବେକାର କଥାବାର୍ତ୍ତା କର ନା କଣ ବିପିନ ବିହାରୀ ନାୟକ ନୁହନ୍ତି ନା ମୁଁ ତତେ ପଚାରୁଛି ତୁମେ ରାଜୁ ମିଶ୍ର ତ ଆଜ୍ଞା ମତେ ଦେଖା କେତେ ଗର୍ଭ ଦେଖୁଛନ୍ତି ନା ଗୋଟେ ସୁର ବାବୁ ଛିଡ଼ା ହୁଅ ଇଏ ଯୋଉଟାକୁ ହାତ ମାରୁଛି ଏଇଟା କଣ ଛାତି ତାର ଏଇଟା ଛାତି ଛାତି ଆଉ ରାଜୁ କାହିଁକି ଏଟା ଛାତି ତୁ ଯୋଉଟା ଦେଖେଇଲେ ବି ରାଜୁ ନୁହଁ ଏଟା ହାତ ତୁ ଇଆଡେ ଗହଳି କରନା এটা হাত এটা পেট এটা ছাতি এটা গোড় সেপট পিঠি মুন্ড ইত্যাদি সারে না খোঁজিলে দেহরে অছি কিন্তু নাটা অছি কোউ দিন কেতেবেলে আমি সে নাটা জানিবা ଦେଖିବା না রাজু মিশ্র মলা মরিগলা মর রাজু মিশ্র মরিছি ହଁ তা ঘর পাখে পড়ছি ହଁ তা স্ত্রী কান্দুছি পুଅ ঝিଅ কান্দুଛନ୍ତି মতে গোটে ফোন আইলা সারে ମୋ ବାପା ଚାଲିଗଲେ ଆମେ ଯାଇକି ପହଞ୍ଚିଲୁ ଦେଖିଲା ବେଳକୁ ଇଏ ତ ଶୋଇଛି ସାରେ ଗଲା କିଏ ରାଜୁ ଆଉ କେହି ଛୁଁ ନାହାନ୍ତି ନାବା ମନବୋଧ ଚୌତିଶା ଧାଡ଼ିଏ ଗାଉଛି ହଁ ହଁ ଆଁ ଭକ୍ତ ଚରଣ ଦାସ କହିଲା ଛୁଇଁବେ ନାହିଁ ତୋତେ ବୋଲିବେ ମରା ଛୁଇଁବେ ନାହିଁ ତୋତେ ବୋଲିବେ ମରା କିରେ ଛଖଣ୍ଡି କାଠ ହେବ ହାତ ପାଇଁ ତୋ ପାଇଲ ଆଚ୍ଛା ରାଜୁ ତ ଶୋଇଛି ତାଙ୍କ ଦାଣ୍ଡ ଦୁଆରେ ସାରେ ଚାଲିଗଲା କିଏ କିଏ ଚାଲିଗଲା ରାଜୁ ରାଜୁ କଣ ଚାଲିଗଲା ଆଜ୍ଞା ରାଜୁ ସବୁଆଡେ ହାଲା ହେଇଛି ରାଜୁ ମିଶ୍ର ମରିଗଲା ରାଜୁ ମିଶ୍ର ଚାଲିଗଲା ଆପଣଙ୍କ ଏରିଆରେ ଜଣେ ନାମୀ ଦାମୀ ଲୋକ ସାରେ ମରିଗଲେ ଆପଣ ଯାଇ ପହଞ୍ଚିଲେ କିଏ ଚାଲିଗଲା ନା ଅମୁକ ଚାଲିଗଲା ସାରେ ତା ଦେହଟା ତ ପଡିଛି ଚାଲିଗଲା କିଏ ଯିଏ ଚାଲିଗଲା ତା ନାଁଟା କଣ ରାଜୁ ମିଶ୍ର ଯିଏ ଚାଲିଗଲା ତାର ଗୋଟେ ନାଁ ଅଛି କିନ୍ତୁ ତା ନାଁଟା ଆମେ କେହି ଜାଣିନାହାନ୍ତି କଣ କୁହନ୍ତୁ ର ତୁ ତ ମରି ଯାଇଛୁ ଆଜ୍ଞା ତୁ ତ ଶୋଇଛୁ ତମ ଦୁଆର ମୁହଁରେ ମଲୁ କଣ ହଁ ସତ କଥା ତ ସାରେ ଆମେ କିଛି ଗୋଟେ ଭାବୁନାହାନ୍ତି ଚିନ୍ତା କରୁନାହାନ୍ତି ଗୋଟେ ଚାଲିଛନ୍ତି ଗୋଟେ ନିଶାରେ ସଂସାର ଚାଲିଛି ଆଜ୍ଞା 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 ଆମେ ଯଦି ସବୁ କଥାରେ ଟିକେ ଭିତରକୁ ପଶିବା ତତ୍ତ୍ୱ ବୁଝିବା ଆମେ ସବୁ କଥାର ସାର କଥା ଜାଣିବା ଯିଏ ଚାଲିଗଲା ସିଏ କିଏ କିଏ ସିଏ ରାଜୁ